ଟିକେ ମୋ ସ୍ୱାମୀଙ୍କ ଉଚ୍ଚସ୍ୱରରେ ମୁଁ ଟିକେ ଲାଗି ଯାଇଥିଲି। ଆଉ ଆପଣମାନଙ୍କର କମେଣ୍ଟ ଥିଲା 500 ଅଟାରେ କେତେ ସୁଜି ଦେଉଛ, 500 ଅଟାରେ 25 ଗ୍ରାମ ପାଖାପାଖି ସୁଜି ଦେବେ। ଆଉ ଏତେ ସାରା କମେଣ୍ଟ ଆପଣମାନଙ୍କର ଆସିଛି, ଭାବିଛି ହେଉଛି କେମିତି ମୁଁ ଆପଣମାନଙ୍କୁ କହିବି, ଭାବୁଛି ତିଆରି କରିକି ମୁଁ ଦେଖେଇଦେମି। ଆଉ ଡେରି ନ କରିକି ସେପଟେ ଯାଇକି ଗୋରୁମାତାଙ୍କୁ ଦୁଇଟା କୁଟା ଆଣିକି ଆମର ଦେଇଥିଲି। ଆଉ ଆପଣମାନେ ଜାଣିଥିବେ ଗୋରୁମାନଙ୍କ ପାଟି ଫିଟୁନି, ମନେ ଜାଣିକି ଖାଇତେ ଦେବା କଥା। ଆଉ ତାପରେ ମୁଁ ଟିକେ ଗୋରୁମାନଙ୍କୁ ମୋର କୁନି କୁନି ଗୋରୁମାନଙ୍କୁ ସବୁ ଟିକେ ସରସ୍ୱତୀ ଲକ୍ଷ୍ମୀ ଆମର ସବୁ ନାଁ ଦେଇଛି ଗୋରୁମାନଙ୍କ ଟିକେ ଗେଲ କରିଦେଇଥିଲି। ଆଉ ସେପଟରେ ଅଗ୍ନି ମାତାଙ୍କୁ ଡାକିକି ଟିକେ ଚୁଆର ହେଇକି ଚୁଲିଟା ଟିକେ ଲଗେଇଲା ବେଳକୁ ଗେଲିଆ ଏପଟରେ ଆସିକି ସବୁ କାଠକୁ ଘିନି ଆସିଲିଣି। ମୁଁ କ'ଣ ସକାଳୁ ସକାଳୁ ଏଇ ବାଉଁଶ କାଠରେ ଏତେ ବଡ଼ ବଡ଼ ଟିକେ ହାଣିଦେଲେ ହେବନି, ହାଣିମି କ'ଣ ସେମିତି ଲଗା। ମୁଁ ସେମିତି କ'ଣ ଲଗେଇବି ନା, ମୁଁ ପୁରା ଗୁଡ଼ରେ ଭାଙ୍ଗି ଯାଉଛି। ମୁଁ ଗେଲିଆ ତମର ଏତେ ତାକତ କେଉଁଠି ଆସିଛି କହିଲ? ଆରେ ଲକ୍ଷ୍ମୀ ଆମେ କ୍ଷୀର ଦେଉଛି ଯେ ମୁଁ ଖାଇକି ମୋ ସବୁ ପୁରା ବଡ଼ି ବାହାରି ପଡ଼ିଲାଣି 7 କିଲୋ। ଆଉ ଗେଲିଆପା ଯେମିତି ଭଳିଆ ବଡ଼ି ଦେଖିଲେ ମୋତେ ତ ବହୁତ ହସ ଲାଗିଥିଲା। ଆଉ ସେପଟରେ ସ୍ୱାମୀ ସ୍ତ୍ରୀ ଆମର ଗୁଚୁ କାମରେ କାମରେ ଲାଗିଲା ବେଳକୁ ଗେଲି ଝିଅ ଏପଟରେ ବନେଇ ଦେଇଥିଲା କଡ଼କ କଡ଼କ ଗରମ ଗରମ ଗୁଜୁରାତି ଅଦା ଲବଙ୍ଗ ଦେଇକି ପୁରାପୁରି କଡ଼କ ଚାହାଟେ ବନେଇଥିଲା। ଆଉ ଯେଉଁ ଭଳିଆ ବାସ୍ନା ଆସିଥିଲା ନା, ଗେଲି ଝିଅ ହାତରେ ଥରେ କଡ଼କ ଚାହା ଖାଇଲେ 2-3 ଖାଇବା ପାଇଁ ଇଚ୍ଛା ହେବ। ଆଉ ଆପଣମାନଙ୍କର ଖାଇବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ଜଲ୍ଦି ଜଲ୍ଦି ଆସନ୍ତୁ। ଆଉ ଗେଲି ଝିଅରେ ଯେଉଁ ବାବାଲୋ ଚାଲି, ତା ଯେଉଁ ହସ ମାଲୋ ମା, ଆଉ କାହିଁକି ଚାଲି ସେଟା ମୁଁ କହୁଛି, କାହିଁକି ନା ଆମର ଆସିଲାଣି ହେଉଛି ଶିବରାତ୍ରି, ତ ସେଥିପାଇଁ ପରେ ଗେଲି ଝିଅ ମନଟା ଖୁସି ଅଛି। କାହିଁକି ନା ତା ନୂଆ ସାର୍ଟ ଆସିବ, ସେଥିପାଇଁ ମନଟା ଭାରି ଖୁସି ଅଛି। ଆଉ କହୁଥିଲା ମା ଏଇ ଗରମ ଗରମ ଚାହା ନିଅ, ସକାଳୁ ସକାଳୁ ଖାଇଲେ ତମେ ଭଏସ୍ ଦେଇଦିଏ, ତମ ଭଏସ୍ଟା ବହୁତ କ୍ଲିୟର ହେବ। ମୁଁ କହିଥିଲି ହଁ ଲୋ ମା, ଆଉ କେମିତି ହେଇଛି ଚାହାଟା? ମୁଁ କହିଥିଲି ଗେଲି ଝିଅ ହାତର ଆଜି ଦିନଟା ଚାହା ଖାଇଲେଣି ପୁରାପୁରି ବଢ଼ିଆ ଦିନଟା ଯିବ। ଆଉ ଗେଲି ଝିଅ ଡେରି ନ କରି ମୋତେ ଟିକେ ଗେଲେ କରିଦେଇଥିଲି। ଆଉ ସେପଟରେ ଗେଲି ଝିଅ କହୁଥିଲା ମା ବାପା ତ ସେପଟରେ କାମ ସବୁରେ ଲାଗିଗଲେଣି, ମୋତେ ମୋ ଖାଇବା କଥା ବୁଝୁନାହାନ୍ତି। ଆଉ ମୁଁ ଟିକେ ଗରା ହେଇଛି, ମୁଁ ଟିକେ ବାପା ମୋ ପାଇଁ 2 କିଲୋ ସେଉ ନେଇ ଆସିଥିଲି। ଆଉ 2ଟା ସେଉ ଧରିକି ମୁଁ କେମିତି ଖାଇ ବୋଲି ଲାଗିଗଲେଣି। ଆଉ ସେପଟେ ଖାଇଲା ବେଳକୁ ଗେଲି ଝିଅ ଦେଖିଲା ବେଳକୁ ଗେଲିଆପା ଏପଟରେ ମୋ ବାପା କେମିତି ବାଇଗଣ ବାଡ଼ି କୁଡ଼ି ଲାଗିଗଲେଣି। ଆଉ ଆପଣମାନେ ଜାଣିଛନ୍ତି 8 ଦିନକୁ ବାଇଗଣ ଗଛ ନ କୁଡ଼ିଲେ ବାଇଗଣ ଭଲ ଧରିବନି। ଆମର କେଡ଼େ ସୁନ୍ଦର ଫୁଲ ଆସିଗଲାଣି ବାଇଗଣ ଗଛରେ। ଆଉ ଗେଲିଆପା କହୁଥାନ୍ତି ଏଇଥରକ ବାଇଗଣ ଧରିଲେ ମା ତୁ 2ଟା ବାଇଗଣ ଛାଙ୍କିବି ଦିଲା। ଆଉ ଗେଲି ଝିଅ କହୁଥିଲା ହଁ ବାପା ମୁଁ କରିଦେମି। ଆଜି ପାଇଁ ରହିଲି, ଜୟ ଜଗନ୍ନାଥ।